ନାଇଁ ନାଇଁ ଆଳୁ ରେଟ୍ 15-20 ଟଙ୍କା ଭିତରେ ଅଛି। ବହୁତ ଖାଲି ରିମର ଚାଲିଛି ସେ ରିମରକୁ ଆଉ ଆମେ ଦେଖୁଛୁ ରିମର ଆଜି ସକାଳେ ବି ମୁଁ ଖବର ନେଉଥିଲି 15-20 ଟଙ୍କା ଭିତରେ ଆଳୁ ଅଛି। ଆଉ ପିଆଜ ତ ଆମେ ନାଫେଡ଼ ଜରିଆରେ 35 ଟଙ୍କା କେଜି ହିସାବରେ ଯୋଗାଇ ଦେଉଛୁ। ପ୍ରତ୍ୟେକ ସହର ବଜାର ମାନଙ୍କରେ ଗାଡ଼ି ବୁଲେଇ ବୁଲେଇକା ବିକୁଛି 35 ଟଙ୍କା କେଜି। ହଁ ଅଦା ରସୁଣ ଶୁଣନ୍ତୁ ଆଜ୍ଞା ଆମ ରାଜ୍ୟରେ ପ୍ରଡକ୍ସନ୍ ନାହିଁ। ଅନ୍ୟ ରାଜ୍ୟରେ ପ୍ରଡକ୍ସନ୍ ଉପରେ ଆମେ ନିର୍ଭର କରୁଛୁ। ଅନ୍ୟ ରାଜ୍ୟରେ ଯେତେବେଳେ ବର୍ଷା ହେଇକିରି ମାନେ ବନ୍ୟା ହେଇଗଲା ଆଉ ସେ ଗଛ ପଛ ଗୁଡ଼ା ସବୁ ମରିଗଲା ସେ କ'ଣ ହେବ? ସେ ତ ମିଳୁନି କିଛି ଜିନିଷ ଯାହା ମିଳୁଛି ତ ଆକାଶ ରେଟ୍ ହେଇଯାଉଛି। ଏଟା ସିଚୁଏସନ୍ ଅନୁଯାୟୀ ସବୁ ଡେଭଲପ୍ କରେ। ତେଣୁ ଆମ ସରକାର ବର୍ତ୍ତମାନ ମୋହନ ସରକାର ବର୍ତ୍ତମାନ ଚେଷ୍ଟା କରୁଛି ଯେ ଆଗାମୀ ବର୍ଷେ 2 ବର୍ଷ ଭିତରେ ଆମେ କେମିତି ସେଲ୍ଫ ସଫିସିଏଣ୍ଟ ହେବୁ ସବୁ ବିଷୟରେ ଆଳୁରେ ପିଆଜରେ ଅଣ୍ଡାରେ ସବୁଥିରେ ଯେମିତି ସେଲ୍ଫ ସଫିସିଏଣ୍ଟ ହେବୁ। ଆମେ କୌଣସି ରାଜ୍ୟରୁ ଆଉ ହାତ ପତେଇବୁ ନାହିଁ ଏ ହେଉଛି କଥା। କାରଣ ୱେଷ୍ଟବେଙ୍ଗଲ ଆଳୁ ଦେଉଛି ମଝିରେ ମଝିରେ ବ୍ଲାକମେଲିଂ କରୁଛି ବ୍ଲାକମେଲିଂ ସରକାର ସିଏ। ତେଣୁ ଆମେ ୟା ପରେ ଉତ୍ତରପ୍ରଦେଶକୁ ଗଲୁ। ଉତ୍ତରପ୍ରଦେଶରୁ ଯେତେବେଳେ ଆଳୁ ଆସିଲା ୱେଷ୍ଟବେଙ୍ଗଲ ବାଧ୍ୟ ହେଇକରି ରିଲିଜ୍ କଲା। ଇଏ ହେଉଛି କଥା। ତେଣୁ କେହି ବ୍ଲାକମେଲିଂ ଆଉ କରିପାରିବେ ନାହିଁ। ଆମର କୃଷକମାନେ ସକ୍ଷମ ଅଛନ୍ତି ଆଳୁ ପ୍ରଡକ୍ସନ୍ କରିପାରିବେ। ତାଙ୍କ ପାଇଁ ଯେଉଁ ବ୍ୟବସ୍ଥା କୋଲ୍ଡ ଷ୍ଟୋର ତାଙ୍କ ପାଇଁ ମାନେ ପାଣିର ବ୍ୟବସ୍ଥା ତାଙ୍କ ପାଇଁ ସିଡ୍ସର ବ୍ୟବସ୍ଥା ତାଙ୍କ ପାଇଁ ସବୁ ବ୍ୟବସ୍ଥା ଆମେ କରିଦେବୁ। ସେମାନେ ଆଳୁ ପ୍ରଡକ୍ସନ୍ କରି ଗଦା କରିଦେବେ କିଛି ଅସୁବିଧା ହେବନି।